ଜୀବନରେ ନିଶ୍ଚିତ ଭାବରେ ଏମିତି ଏକ ସମୟ ଆସେ ଯେଉଁଠି ତୁମକୁ ଲାଗେ କି ବାସ୍ ମୁଁ କିଛି କରିପାରୁନାହିଁ, ମୁଁ କିଛି କରିବାକୁ ମଧ୍ୟ ସକ୍ଷମ ନୁହେଁ। ବେଳେବେଳେ ନିଜେ ନିଜକୁ ବହୁତ ଅସହାୟ ଅନୁଭବ କର। ସେତେବେଳେ କେବଳ ଗୋଟିଏ କଥା ମନେ ରଖ ଯେ ତୁମର ଏହି ବାବା ତୁମ ସହିତ ଅଛି। ସେଥିପାଇଁ ଯେତେବେଳେ ବି ଅସହାୟ ମନେ କର ତ ବାସ୍ ସବୁକିଛି ମୋ ଚରଣରେ ଛାଡ଼ିଦିଅ। ଯଦି ତୁମେ ଏହା କରିବା ଶିଖିଯିବ, ଦେଖିବ ତୁମର ମନ ଶାନ୍ତ ହୋଇଯିବ। ଆଜିକାଲି ଯେଉଁ ତୁମର ନିଜ ଲୋକଙ୍କ ବିଷୟରେ ନେଇ ତୁମ ମନରେ କିଛି ସନ୍ଦେହ ଉଠୁଛି, ତାହେଲେ ଶୁଣ, ତୁମର ନିଜ ଲୋକମାନେ ତୁମେ ଯେଉଁଭଳି ଭାବୁଛ ସେମାନେ ସେଭଳି ଖରାପ ନୁହନ୍ତି। କିନ୍ତୁ କିଛି ଏମିତି ପରିସ୍ଥିତି ସେମାନଙ୍କ ଜୀବନରେ ଆସିଛି କି ଯାହା ସେମାନଙ୍କର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଛି, ଯାହାଦ୍ୱାରା ସମସ୍ତଙ୍କ ପ୍ରତି ସେମାନଙ୍କର ସ୍ୱଭାବ ବଦଳି ଯାଇଛି। ସେଥିପାଇଁ କାହା ବିଷୟରେ ଖରାପ ଭାବ ନାହିଁ, ତା ବଦଳରେ କ୍ଷମା କରିବା ଶିଖ। କ୍ଷମା କରିବା ଦ୍ୱାରା ଜୀବନରେ ବହୁତ ସୁଖ ଆସିଥାଏ। ସେମାନଙ୍କ ଦୃଷ୍ଟିରୁ ବି ପରିସ୍ଥିତିକୁ ଜାଣ, ବୁଝ ଏବଂ କ୍ଷମା କରିଦିଅ। ତୁମେ ତ ମୋର ଭଲ ଏବଂ ସଚ୍ଚୋଟ ପିଲା, ତୁମେ ଏସବୁ କରିପାରିବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।